ମୋ କାହାଣୀ ନିଜ ମୁହଁରୁ ଏହି ଶୃଙ୍ଖଳାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ସସ୍ମିତା ପଣ୍ଡା। ଜନ୍ମସ୍ଥାନ ମୋର କୋରୁଆ ଶାସନ ବ୍ଲକ ଧାମନଗର, ଜିଲ୍ଲା ଭଦ୍ରକ। କର୍ମଭୂମି କୁହନ୍ତୁ, ଶ୍ୱଶୁର ଘର କୁହନ୍ତୁ, ତା ଅଛି ଆଗରପଡ଼ାରେ, ବ୍ଲକ ବନ୍ତ, ଜିଲ୍ଲା ଭଦ୍ରକ। ପିତାମାତା ମୋର ଏ ଦୁନିଆରେ ନାହାନ୍ତି। ସେ ଥିଲେ କୃଷ୍ଣମୋହନ ପଣ୍ଡା, ବିଷ୍ଣୁପ୍ରିୟା ପଣ୍ଡା। ସ୍ୱାମୀ ସୁଶାନ୍ତ ମହାପାତ୍ର, ଗୋଟିଏ ପୁଅ ମୋର କଳିକେଶ ମହାପାତ୍ର। ଏ ଥିଲା ମୋର ପରିଚୟ, ଯାହାକୁ ଅନେକ ଜାଣିତେ ଚାହୁଁଥିଲେ। ତେଣୁ ଆଜି ସବୁକିଛି କହିଲି। ଯଦି କହିବା ଆରମ୍ଭ କରିଛି, ତେବେ ପିଲାଦିନକୁ ଆପଣମାନେ ଚାଲନ୍ତୁ ନା। ଆମର ଜଏଣ୍ଟ ଫ୍ୟାମିଲି ଥିଲା, ଟିକେ ଅଧିକା ଜଏଣ୍ଟ ଥିଲା। କାରଣ ମୋ ବୁଢ଼ୀମାର 11ଟା ଛୁଆ ଭିତରୁ 7ଟି ଛୁଆ ବଞ୍ଚିଥିଲେ। ସାନ ବାପାଙ୍କର 3ଟି ଛୁଆ, ଅନ୍ୟ ସମସ୍ତଙ୍କର ପୁଅ ଝିଅ ମିଶେଇକି 5ଟା। ଭାବି ପାରୁଥିବେ କେତେ ବଡ଼ ପରିବାର ଆମର। ତଥାପି ମୋ ବୁଢ଼ୀମାର ମନ ଦୁଃଖ। କାରଣ 18ଟା ପିଲା ସେ ଜନ୍ମ କରିପାରିଲାନି କି 18 ନଳାରେ ଗଳି ପାରିଲାନି। ପତା ନାହିଁ ତାର କି ବିଶ୍ୱାସ ଥିଲା। ଛାଡ଼ନ୍ତୁ ନା। ଆମେ 18ଟା ପିଲାଙ୍କ ଭିତରେ ସଞ୍ଜଦିଆ ଠାକୁର ପାଖରେ ଭଜନ ଗାଇବାରେ ଭାଗ କରେଇ ଦେଇଥିଲେ ବଡ଼ ବାପା। କାରଣ ନ୍ୟାସନାଲ ଟିଭିରେ ଅପରାହ୍ନରେ ଫିଲ୍ମ ଆସେ, ତାକୁ ଦେଖିବାର ଝୁଙ୍କ ଆମମାନଙ୍କର ପ୍ରବଳ। କିଏ ଖଟ ତଳ ନୁଚିକି ଦେଖିଲାଣି ତ କିଏ କ'ଣ କରିକି ଛାଡ଼ନ୍ତୁ। ତେବେ ପାଳି ଅନୁସାରେ ସଞ୍ଜଦିଆ ଏବଂ ପ୍ରାର୍ଥନା। 18ଟା ଛୁଆ ଯେତେବେଳେ ସନ୍ଧ୍ୟାବେଳେ ଗୋଟେ ଜାଗାରେ ବସିକି ରଡ଼ି ମାରିକି ପ୍ରାର୍ଥନା ଗାଉଥିବେ, ତେବେ ଭାବି ପାରନ୍ତୁ ଗାଁ ଆଉ ସେ ଘର କ'ଣ ଅବସ୍ଥା ହେଉଥିବ। କିନ୍ତୁ ଆମ ସହିତ ପ୍ରତିଦ୍ୱନ୍ଦ୍ୱୀ କରେ 8 ବର୍ଷର ପୁଅ ନାରଣା ଏବଂ 6 ବର୍ଷର ତା ଭାଇ ରାଜୁ। ଆମ ଚାଳକୁ ତାଙ୍କ ଚାଳ ଲାଗିକି ରହିଥାଏ। ନାରଣାର ଠାକୁର ପୂଜାର ଷ୍ଟାଇଲଟା ଟିକେ ଅଲଗା ଥିଲା। ମାଇକରେ ଯେତିକି ଟ୍ରେଣ୍ଡିଂ ଫିଲ୍ମ ସଙ୍ଗ ବାଜିବ, ସେ ଓଡ଼ିଆ ହଉ ହିନ୍ଦୀ ହଉ, ତାକୁ ବାବୁ ଇଏ ଶିଖିକି ସନ୍ଧ୍ୟା ହଉ ସକାଳ ହଉ ଯେତେବେଳେ ଠାକୁରଙ୍କ ଆଗରେ ବସିଯିବ, ରଡ଼ି ମାରିକି ଝାଞ୍ଜ ମୃଦଙ୍ଗ ବଜେଇକି ଗାଇବ। ସୁର ତାଳ ଭୁଲି ଠାକୁର ଘଣ୍ଟି ଓ ତା ଭାଇ ରାଜୁର ଢୋଲ ତାଳରେ ଗୀତ ମନ୍ତ୍ର ରୂପ ନିଏ। ଆଳତି କରୁଛି କିନ୍ତୁ ମନ୍ତ୍ର ଗାଉଛି ପୁଚୁକି ଗାଲି ଫ୍ୟାସନବାଲି। କ୍ୟାନ୍ ୟୁ ଇମାଜିନ୍ ଦ୍ୟାଟ୍? ମୋ ବଡ଼ ବାପା କଟ୍ଟର ଧାର୍ମିକ। ସେ କ'ଣ କଲେ ନା, ଏହାକୁ ପ୍ରବଳ ବିରୋଧ କରି ଦୁଇ ଭାଇକୁ ଦିନେ ଦୁଇ ହାତ ଟାଣି ଆଣିକି ଆମର ପ୍ରାର୍ଥନା ସଭାରେ ତାଙ୍କୁ ବସେଇଲେ। କାରଣ ତାଙ୍କ ସଞ୍ଚାଳନରେ ଆମର ପ୍ରାର୍ଥନା ସଭା ବସେ। ନାରଣାର ଯେମିତି ସେମିତି କୁକୁର ନାଙ୍ଗୁଡ଼ କେବେ ସିଧା ହେଇଛି? ଟ୍ରେନିଂର ଓଡ଼ିଆ ଲାଙ୍ଗୁଏଜ ବଦଳିଗଲା। ଏବେ ପ୍ରବଳ ହିନ୍ଦୀ ଲାଙ୍ଗୁଏଜରେ ସେ ଗୀତ ଗାଇ ଚାଲିଲା। କ'ଣ କହିବି ଆଉ। ଥରେ ଭାବନ୍ତୁ, ଠାକୁର କ'ଣ ଶୁଣନ୍ତି, କ'ଣ ବୁଝନ୍ତି? ଭକ୍ତଙ୍କ ପାଇଁ ତାଙ୍କର ନାନା ରୂପ। ଭାବ ବିନୋଦିଆ ଠାକୁର ସିଏ, ଭକ୍ତ ବତ୍ସଳ ହରି। ସେ କ'ଣ କହିବା ଦେଖନ୍ତିନି, ସେ ଦେଖନ୍ତି ଭାବ। ସେ ବା ଶବରୀର ଅଇଁଠା ଖାଇଥିଲେ ଏବଂ ହାତୀକୁ ଡାକ ଶୁଣି କୁମ୍ଭୀରଠୁ ତାଙ୍କୁ ରକ୍ଷା କରିଥିଲେ। ତେବେ ସିଏ କ'ଣ ଚାହାନ୍ତି ଆମଠୁ? ଆମର ଭାବ। ସିଏ କାଳିଆ ଠାକୁର, ଯିଏ ଗାଳି ସହସ୍ର ଖାଇକି ହସୁଥାଏ ଆଉ ଶ୍ରୀମନ୍ଦିରରେ ବସିକି ଅଭୟ ପ୍ରଦାନ କରୁଥାଏ। ସେଇ କଳା ଠାକୁର କାହା ପାଇଁ କ'ଣ ନ କରନ୍ତି। ତେଣୁ ସିଏ ଭାଷା ବୁଝନ୍ତିନି, ସେ ଭୋଗ ଦେଖନ୍ତିନି, ସିଏ କେବଳ ଭାବ ଦେଖନ୍ତି।